ଯାଏ ବୟସ ହେଲା 30 ପାର। এই যে প্রোগ্রামটা হচ্ছে এটা তো আমি প্রাইজটা যে পাইବାକୁ আইଛୁ এবং ବହୁତ যোগ্যতা କରିଛି ସେମାନେ ସେ ଯେଉଁ ଅପା ଯିଏ ଯାହା 33 ବର୍ଷ ହେଲା ଏଟାକୁ ବଞ୍ଚେଇ ରଖିଛି। ଆଗକୁ କ'ଣ ଏମିତି ଆମରି ଭଳିଆ ଲୋକମାନଙ୍କୁ ଡାକିକି ଆଗକୁ ଯଦି ଏମିତି ଚାଲିଥିବ ଯିଏ ବି ବଞ୍ଚିଥିବ ସିଏ ବି କରିବ। କିଛି ନାହିଁ, ଆମକୁ ଭାରି ଖୁସି ଲାଗୁଛି ଯାଉ ଏଇ ଆୱାର୍ଡ଼ଟା ଆମେ ଯେହେତୁ ପାଇବାକୁ ଯୋଗ୍ୟତା। ମୁଁ ତ ବହୁତ ଜୀବନରେ ମୁଁ ଆୱାର୍ଡ଼ ପାଇଛି। ଏ ଆୱାର୍ଡ଼ ଗୋଟେ ଯାଉ ଓଡ଼ିଶାବାସୀ ମାନଙ୍କର ଜାଣିବେ ଯେ ପ୍ରକୃତିରେ ଏ ଲୋକଟା ଏଇଆ ବୋଲି। ମୁଁ ତ ଯାହା କଲି ମୋ ପୁଅଟି ବି ଚାକିରି ଛାଡ଼ିଲା, ସିଭିଲ୍ ଇଞ୍ଜିନିୟର ଜଣେ। ସିଏ ବି ଚାକିରି ସିଏ ବି କହିଲା ନାଇଁ ମୁଁ କୋଉଠି ଆଜ୍ଞା ଆପଣ ହେଇପାରିବିନି। ତେଣୁକରି ଆମେ ବି ସବଦାହ କରିବା ଆମ ଭଲ। ତେଣୁକରି ମୋତେ ଏଇଟା ବହୁତ ଖୁସି। ମୋତେ ବି ଜୀବନରେ ମୁଁ ଜ୍ୱର ରୋଗ ବି କେତେବେଳେ ଦେଖେନି, ମୁଁ ଅସୁବିଧା ବେଳେ ବି କେତେବେଳେ ପଡ଼ିନି। କାରଣ ମୁଁ ଯେଉଁ କର୍ମ କରୁଛି ପ୍ରକୃତିରେ ଏଇଟା ସତ୍ୟ। ଆଇସେ ନଙ୍ଗଳା ଯିବା ନଙ୍ଗଳା। କେବଳ ଆମେ ନିଶ୍ୱାସ ନେଇକି ଆସିବା, କେବେ କିଏ ନାଁ ନେଇକି ଆସିବ, ମଲା ପରେ ତା ନାଁଟା କେବଳ ରହିବ, ନିଶ୍ୱାସଟା ପୁଣି ନେଇକି ସେ ତାର ବହୁତ ଖୁସି ହେଲେ। ସମସ୍ତଙ୍କର ମନ ମାନେ ନା, ମନ ମାନେ ସମସ୍ତଙ୍କର ମନ ମାନୁ, ସମସ୍ତେ ଭଗବତ ଆଶ୍ରିତ ହୁଅନ୍ତୁ, ସମସ୍ତେ ସମସ୍ତଙ୍କୁ ସ୍ନେହ କରନ୍ତୁ, ଆଦର କରନ୍ତୁ, ଭଲ ପାଆନ୍ତୁ। ଆଉ ବାପା ମାଆଙ୍କୁ ନେଇକି ଅନାଥ ଆଶ୍ରମ ନ ରଖନ୍ତୁ ଦୟାକରି। ଶିକ୍ଷିତ ଆପଣ କାହାକୁ କହୁଛନ୍ତି? ପାଠ ପଢ଼ିବା କ'ଣ ଶିକ୍ଷିତ ହେଉଛି? ସେଥିପାଇଁ କୁହାହେଲା କ'ଣ ସେ ମଣିଷ ଯେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଦିବ୍ୟ ଜ୍ଞାନ ମାନେ କ'ଣ ଫ୍ୟାନ୍ ଇଲେକ୍ଟ୍ରିକ୍ ଆଲୋକ କହିବେ ନା, ଦିବ୍ୟ ଜ୍ଞାନ ବି ମଣିଷତ୍ୱ ଉଦୟ ହେବା ହେଉଛି ବଡ଼ କଥା। ଯଦି ମୋର ଆପଣ ଖରା ଠିଆ ଯଦି ମୋର ଆପଣଙ୍କ ପ୍ରତି ସ୍ନେହ ଥିବ ତାହେଲେ ମୁଁ ଆପଣଙ୍କୁ ପାଣି ବୋତଲଟେ ଦେଇପାରିବି, ଅନ୍ୟ କିଛି ନ ହଉ ଏତିକି କରାଯାଉ। ପ୍ଲସ୍ ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ଅଛି ତାଙ୍କ ପାଇଁ ଟିକେ ମନ ଭିତରେ ରହୁନା, ପାଟି ଫିଟୁନି ନା, କହିପାରିବେନି ସେ ଆପଣ ପାଣି ମାଗିପାରିବେ, ସେ ମାଗିପାରିବେନି। ଏଇ ମଣିଷତ୍ୱ ହଉ ମୁଁ ସମସ୍ତଙ୍କୁ ଅନୁରୋଧ କରି ହାତ ଯୋଡ଼ିକି, ଆଉ କିଛି ମୋର ନାହିଁ କହିବା।